ବୋଲ ବମ୍ ବେଳେ ଘଟିଛି ଏକ ବଡ଼ ଧରଣର ଛାତିଥରା ଘଟଣା। ଦେବାବି ଦେବ ମହାଦେବଙ୍କୁ ଦର୍ଶନ କରିବାକୁ ଯିବା ବେଳେ ଘଟିଛି ଏହି ବଡ଼ ଧରଣର ଦୁର୍ଘଟଣା, ଯାହା ସମସ୍ତଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ। ସମ୍ପୂର୍ଣ୍ଣ ଘଟଣାଟି କ'ଣ ଥିଲା ଜାଣିବା ଆଜି ଆମେ ଏହି ଭିଡ଼ିଓରେ। ତେବେ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ଦେବାବି ଦେବ ମହାଦେବଙ୍କୁ ଆରାଧ୍ୟ ବୋଲି ମାନନ୍ତି, ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ବୋଲି ଲେଖନ୍ତୁ। କଟକ ଜିଲ୍ଲାର ଓମକାର ବେହେରା, ବୟସ 40 ବର୍ଷ। ସେ ଗୋଟିଏ ଗାଡ଼ି ଗ୍ୟାରେଜର ମାଲିକ ଅଟନ୍ତି। ପରିବାରରେ ତାଙ୍କର ଅଛନ୍ତି ବାପା, ମା ଆଉ ସ୍ତ୍ରୀ, ଗୋଟିଏ କୁନି ପୁଅ। ବ୍ୟସ୍ତ ବହୁଳ ଜୀବନ ଭିତରେ ଓମ୍ ବାବୁଙ୍କ ଜୀବନଟି ଚାଲିଥାଏ। ଓମ୍ ବାବୁ ବହୁତ ମାନନ୍ତି ଦେବାବି ଦେବ ମହାଦେବଙ୍କୁ। ସେଥିପାଇଁ ପ୍ରତିବର୍ଷ ଶ୍ରାବଣ ମାସ ହେଲାବେଳେ ସେ ବାହାରି ପଡ଼ନ୍ତି ଦେବାବି ଦେବ ମହାଦେବଙ୍କ ମସ୍ତକରେ ଜଳ ଅର୍ପଣ କରିବା ପାଇଁ। ପ୍ରତିବର୍ଷ ପରି ସେ ଏ ବର୍ଷ ବି ମହାଦେବଙ୍କୁ ଦର୍ଶନ କରିବା ପାଇଁ ସେ ବାହାରିଲେ। ହେଲେ ସେ ଯିବାର 2 ଦିନ ପୂର୍ବରୁ ତାଙ୍କ ସହିତ ଏମିତି ଏକ ଦୁର୍ଘଟଣାଟି ଘଟିଯିବ ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଗୋଟିଏ ଦିନର ଘଟଣା। ସବୁଦିନ ପରି ପୁଅକୁ ଆଣିବାକୁ ଯିବାବେଳେ ଘଟିଲା ଏହି ଦୁର୍ଘଟଣା। ସ୍କୁଲ ଛୁଟି ହେବା ସମୟରେ ଓମ୍ ବାବୁ ତାଙ୍କ ଗ୍ୟାରେଜଟିକୁ ବନ୍ଦ କରି ସ୍କୁଲ ପାଖରେ ପହଞ୍ଚିଲେ। ତାଙ୍କ ପୁଅଟି ବାପାଙ୍କୁ ଦେଖି ଉଲ୍ଲାସରେ ତାଙ୍କ ପାଖକୁ ଧାଇଁ ଯିବା ବେଳେ ହଠାତ୍ ଗୋଟିଏ ସ୍କୁଟିବାଲା ସ୍ପିଡ଼ରେ ଆସି ପିଲାଟିକୁ ଜୋରରେ ଧକ୍କା ଦେଲା। ସେଠି ସଙ୍ଗେ ସଙ୍ଗେ ଓମ୍ ବାବୁଙ୍କ ପୁଅ ବେହୋସ ହୋଇଗଲେ। ପୁଅଟିକୁ ସଙ୍ଗେ ସଙ୍ଗେ ଓମ୍ ବାବୁ ପାଖରେ ଥିବା ମେଡ଼ିକାଲକୁ ନେଇ ଆସିଲେ। ଡକ୍ଟରଙ୍କ ଶତ ଚେଷ୍ଟା ପରେ ମଧ୍ୟ ପିଲାଟିର ହୋସଟି ଆସୁନଥାଏ। ଏହି ଖବରଟିକୁ ଶୁଣିଲା ପରେ ମନରେ ଭାଙ୍ଗି ପଡ଼ନ୍ତି ଓମକାର ବାବୁ। ସେ କ'ଣ କରିବେ କିଛି ବୁଝିପାରୁନଥାନ୍ତି। ଯେତେବେଳେ ମଣିଷ ବାଟହରା ହୋଇଯାଏ ସେତେବେଳେ ସେ ଭଗବାନଙ୍କୁ ହିଁ ମନେ ପକାଏ। ସେଥିପାଇଁ ଓମକାର ବାବୁ ମନରେ ମନରେ ଦେବାବି ଦେବ ମହାଦେବଙ୍କୁ କହୁଥାନ୍ତି, ହେ ଶିବ ଶଙ୍କର, ମୋତେ ଆଜି ଏହି ବଡ଼ ବିପତ୍ତିରୁ ରକ୍ଷା କରନ୍ତୁ। ମୁଁ ଯଦି ଆପଣଙ୍କ ପାଖରେ କିଛି ଭୁଲ କରିଛି ତେବେ ତାହାର ଦଣ୍ଡ ମୋତେ ଦିଅନ୍ତୁ। ମୋ ପୁଅ ସହିତ ଏମିତି କରନ୍ତୁନି ମହାପ୍ରଭୁ। ଏମିତି ମନରେ ମନରେ ବହୁତ କିଛି କହୁଥାନ୍ତି ଓମକାର ବାବୁ। ହେଲେ ସେହି ଭକ୍ତର ଦୁଃଖ ସହିପାରିବେ କି ମହାଦେବ? ଘଟିଲା ବିରାଟ ଚମତ୍କାର ଘଟଣା। 3 ଘଣ୍ଟାର ଚିକିତ୍ସା ପରେ ବି ତାଙ୍କ ପୁଅର ହୋସଟି ଆସୁନଥାଏ। ହେଲେ ହଠାତ୍ ତାଙ୍କ ପୁଅଙ୍କ ହୋସଟି ଆସିଲା। ଏହାକୁ ଦେଖି ଡକ୍ଟର ମାନେ ବି ଆଶ୍ଚର୍ଯ୍ୟ ହୋଇଯାଉଥାନ୍ତି। ଏହି ଖବରଟିକୁ ଶୁଣିଲା ପରେ ଓମକାର ବାବୁଙ୍କ ପରିବାରରେ
ଖୁସିର ମାହୋଲ ଖେଳିଯାଏ। ପ୍ରାୟ ଗୋଟିଏ ଦିନର ଚିକିତ୍ସା ପରେ ପୁଅକୁ ଧରି ଘରକୁ ଫେରିଲେ। ଆଉ ଏହି ମହାବିପତ୍ତିରୁ ଦେବାଦିଦେବ ମହାଦେବ ରକ୍ଷା କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ବୋଲବମ୍ରେ ବାହାରି ପଡ଼ିଲେ। ସବୁ ବର୍ଷ ପରି ଗାଁ ସାଙ୍ଗମାନଙ୍କ ସହିତ ଘାଟରୁ ପାଣିଟିକୁ ଧରି ସେ ବାହାରି ପଡ଼ିଲେ ଲୋକନାଥ ମନ୍ଦିର ଅଭିମୁଖେ। ହର ହର ମହାଦେବ ଧ୍ୱନିରେ କମ୍ପି ଉଠୁଥାଏ ରାସ୍ତା। ତା ପୂର୍ବରୁ ସେ ମନ୍ଦିର ପାଖରେ ପହଞ୍ଚି ଯାଇଥିଲେ। ଆଉ ସମସ୍ତ କାଉଁରିଆ ଭାଇଙ୍କ ସହିତ ମିଶି ମହାପ୍ରଭୁ ଲୋକନାଥଙ୍କ ମସ୍ତକରେ ଜଳକୁ ଢାଳିଲେ। ସତରେ ପ୍ରଭୁ ଲୋକନାଥ, ତୁମ ମହିମା ଅପାର। ମହାପ୍ରଭୁ ଲୋକନାଥଙ୍କ ଏହି ଛୋଟିଆ ଅନୁଭୂତିଟେ ଆପଣମାନଙ୍କୁ କିପରି ଲାଗିଲା ନିଶ୍ଚୟ ଗୋଟିଏ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଏହି ପର୍ଯ୍ୟନ୍ତ ଯଦି ଆମର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ। ଆଜି ପାଇଁ ମୁଁ ରହୁଛି। ହର ହର ମହାଦେବ।